ଆଜି ବନେଇବା ଛତୁ ଭଜା ଯାହା ଖାଇବାକୁ ଅତି ସ୍ୱାଦିଆ ଲାଗିଥାଏ ଆଉ ଛୁଆରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ତାକୁ ଖାଇବାକୁ ଭାରି ଭଲ ପାଇଥାନ୍ତି। ପଖାଳ ହଉ ଗରମ ହଉ ସବୁଥିରେ ଜମି ଯାଇଥାଏ। ତ ଆଜି ଓଡ଼ିଆ ବୋଉ ତା ଷ୍ଟାଇଲରେ କିପରି ଛତୁ ଭଜା ବନେଇଛି ଚାଲନ୍ତୁ ଦେଖିନେବା। ନମସ୍କାର, ଓଡ଼ିଆ ବୋଉ ରୋଷେଇକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଛତୁ ଭଜା ବନେଇବା ପାଇଁ ପ୍ରଥମେ ଏଠି ଦେଖନ୍ତୁ ପ୍ୟାନରେ ମୁଁ ତେଲ ଦେଇଦେଇଛି ଆଉ ଏଠି ସୋରିଷ ତେଲର ହିଁ ବ୍ୟବହାର କରିବେ। ସୋରିଷ ତେଲ ବହୁତ ବଢିଆ ଲାଗିଥାଏ ଆମର। ତ ଏଠି ଗୋଟେ ପ୍ୟାନରେ ମୁଁ ସୋରିଷ ତେଲ ଦେଇକି ଭଲ ଭାବରେ ଗରମ କରିନେବି। ପ୍ରଥମେ ତେଲ ଗରମ ହେଇସାରିଲା ପରେ ମୁଁ ଏଠି ସୋରିଷର ଛୁଙ୍କ ଦେଇଥିଲି, ତାପରେ ଶୁଖିଲା ଲଙ୍କା ବି ଦେଇଥିଲି, ପିଆଜ କଞ୍ଚା ଲଙ୍କା ଦେଇକି ଭଲ ଭାବରେ ଛୁଙ୍କ ମାରି ଦେଇଥିଲି। ଆଉ ପିଆଜକୁ ଆମେ କଞ୍ଚା ଲଙ୍କାକୁ ଭଲ ଭାବରେ ଭାଜି ହେବାକୁ ଦେବା। ଆଉ ମୋର ପକେଇଲା ବେଳେ ସେ କ୍ଲିପଟି ପଜ ହେଇଯାଇଥିଲା, ତେଣୁକରି ମୁଁ ଏଠି ଦେଖେଇ ପାରିନି, କିନ୍ତୁ ମୁଁ ଏଇସବୁ ଜିନିଷକୁ ନେଇକି ଭଲ ଭାବରେ ଛୁଙ୍କ ଦେଇଥିଲି। ଏଇସବୁ ଜିନିଷ ନେଇକି ଛୁଙ୍କ ଦେବା ଦ୍ୱାରା ଆପଣଙ୍କୁ ବହୁତ ହି ବଢିଆ ବାସ୍ନା ଆସିବ ଛତୁ ଭଜାରେ। ପିଆଜକୁ ଆପଣ ବେଶୀ ଭାଜିବେନି, 30ରୁ 40 ଭାଗ ହିଁ ଭାଜିବେ, ଆଉ ଯେମିତିକି ହାଲକା ଟିକେ ପିଙ୍କ କଲର ହେଇଯିବ। ପିଆଜ ଏଠି ଆମର ହାଲକା ଭାଜି ଆସିଛି, ତ ଏଇଠି ମୁଁ ଦଉଛି ଟିକେ ନାକୁ ଆଳୁ, ମାନେ ଏଠି ମୁଁ ଗୋଟେ ବଡ ଆଳୁର ୟୁଜ କରିଥିଲି। ଆଉ ଛତୁ ଭଜାରେ ଆଳୁ ଦେଇକି ଭାଜିଲେ ବହୁତ ହି ବଢିଆ ଲାଗିଥାଏ। ତ ଆପଣଙ୍କୁ ଯଦି ଆଳୁ ପସନ୍ଦ ନୁହଁ ତାହେଲେ ଆଳୁ ସ୍କିପ୍ କରିପାରିବେ। ମୁଁ ଏଠି ଆଳୁ ପକେଇଛି ଗୋଟିଏ। ଆଳୁକୁ ଦେଇକି ଆମେ ହାଲକା ଟିକେ ଭାଜି ନେବା। ଆଳୁକୁ 1ରୁ 2 ମିନିଟ ଭାଜି ସାରିଲା ପରେ ମୁଁ ଏଠି ଦେଇଦେଉଛି ହଳଦୀ ଗୁଣ୍ଡ, ତାପରେ ଆମେ ଦେଇଦେବା ସ୍ୱାଦ ଅନୁସାରେ ଟିକେ ନାକୁ ଲୁଣ। ହଳଦୀ ଲୁଣକୁ ଦେଇକି ଆମେ ଭଲ ଭାବରେ ଟିକେ ମିଶେଇ ନେବା। ଆଳୁକୁ ମୁଁ ଏଠି 1ରୁ 2 ମିନିଟ ଭାଜିଥିଲି, ତାପରେ ଆମେ ଲିଡକୁ ଘୋଡେଇ ଦେବା ଆଉ ଲୋ ଫ୍ଲେମରେ ଆଳୁକୁ ଟିକେ ସିଝିବାକୁ ଦେବା। 5ରୁ 7 ମିନିଟ ପରେ ଏଠି ମୁଁ ଲିଡକୁ ଖୋଲୁଛି ଆଉ ଏଇଠି ଦେଖନ୍ତୁ ଆଳୁ ଆମର ପାଖାପାଖି ସିଝି ଆସିଲାଣି। ତ ଆଳୁକୁ ଆଗେ ପ୍ରଥମେ ସିଝେଇ ନେବେ। ଏକା ସାଙ୍ଗରେ ଯଦି ଆପଣ ଛତୁ ଆଉ ଆଳୁକୁ ଭାଜିବେ ଛତୁ ବହୁତ ପାଣି ଛାଡିଥାଏ, ତେଣୁକରି ଆପଣ ଆଳୁକୁ ପ୍ରଥମେ ସିଝେଇ ନିଅନ୍ତୁ ହାଲକା। ତାପରେ ଏଠି ମୁଁ ଛତୁକୁ ଦେଇ ଦଉଛି। ଆପଣ ଏଠି ବଟମ ଛତୁର ୟୁଜ କରିପାରିବେ, ନହେଲେ ତ ପାଳ ଛତୁର ମଧ୍ୟ ୟୁଜ କରିପାରିବେ। ମୁଁ ଆଜି ବଟମ ଛତୁ ଭାଜିକି ଆପଣମାନଙ୍କୁ ଦେଖଉଛି। ତ ଛତୁକୁ ଦେଇକି ଆମେ ଭଲ ଭାବରେ ଆଳୁ ସହିତ ମିଶେଇ ନେବା। ଏଠି ଆଳୁ ଆଉ ଛତୁ ବହୁତ ବଢିଆ ଭାବରେ ଆମର ମିଶି ଯାଇଛି। ତ ଏବେ ଆମେ ୟାକୁ ଟିକେ ମିଡିୟମ ଫ୍ଲେମରେ ଘୋଡେଇକି 5ରୁ 7 ମିନିଟ ଛାଡିଦବା। ଆଉ ଏଠି ଦେଖନ୍ତୁ 5ରୁ 7 ମିନିଟ ଛାଡି ସାରିଲା ପରେ ମୁଁ ଏବେ ଲିଡ୍ ଖୋଲି ଦେଇଛି। ତ ଟିକେ ଦେଖନ୍ତୁ ଛତୁ ପାଣି ଛାଡି ଦେଇଛି। ତାପରେ ଆପଣ ଆଉ ଜମା ବି ଘୋଡେଇବେନି, ଆପଣ ଏମିତି ଓପନ ପ୍ୟାନରେ ଛତୁ ଆଉ ଆଳୁକୁ ଭଲ ଭାବରେ ଭାଜିବାକୁ ଦେବେ। ଏଇ ପାଣିରେ ହିଁ ଆମର ଛତୁ ଆଳୁ ବହୁତ ବଢିଆ ଭାବରେ ସିଝିଯିବ। ତାପରେ ଏଠି ମୁଁ ଟିକେ ଭଲ କଲର ପାଇଁ କାଶ୍ମୀରୀ ଲଙ୍କାଗୁଣ୍ଡ ଦଉଛି। ଆପଣ ଆକୁ ସ୍କିପ୍ ମଧ୍ୟ କରିପାରିବେ, କାରଣ ଆମେ କଞ୍ଚା ଲଙ୍କା ଶୁଖିଲା ଲଙ୍କା ଦୁଇଟି ଯାକ ଛୁଙ୍କ ଦେଇଥିଲେ, ତ ରାଗର ପରିମାଣ ଠିକ ରହିବ, ତେଣୁକରି ଆପଣ ଏଟା ସ୍କିପ୍ ମଧ୍ୟ କରିପାରିବେ। ମୁଁ ଏଠି କାଶ୍ମୀର ଲଙ୍କାଗୁଣ୍ଡ କେବଳ କଲର ପାଇଁ ହିଁ ୟୁଜ କରୁଛି। ଆଉ କାଶ୍ମୀର ଲଙ୍କାଗୁଣ୍ଡ ଦେଇକି ଆମେ ହାଲକା ଏମିତି ଭାଜି ନେବା। ଆଉ ଏବେ ଯେତେବେଳେ ଆପଣ ଭାଜିବେ ଟିକେ ହାଇ ଫ୍ଲେମରେ ଭାଜିବେ, ଯାହାଫଳରେ ପାଣିଟା ବହୁତ ଜଲ୍ଦି ମରିବ ଆଉ ଆଳୁ ଆଉ ଛତୁ ବହୁତ ବଢିଆ ଭାବରେ ଭାଜି ହେଇଯିବ। ତ ଏଇଠି ଦେଖନ୍ତୁ ଛତୁ ଭାଜି ହେଇ ଆସିଥିଲା। ତ ଏଇଠି ମୁଁ ଟିକେ ହାଲକା ଧନିଆ ପତ୍ର ଦେଇ ଦଉଛି, ଆଉ ବହୁତ ବଢିଆ ଲାଗିବ ଏମିତି ଧନିଆ ପତ୍ର ଦେବା ଦ୍ୱାରା। ତ ଏବେ ଆମେ ୟାକୁ ସର୍ଭ କରିନେବା। ଏଇଠି ଦେଖନ୍ତୁ କେତେ ସୁନ୍ଦର ଆମର ଛତୁ ଭଜା ରେଡି ହେଇଛି। ଆଉ ଏଇ ଛତୁ ଭଜା ଗରମ ଭାତ, ପଖାଳ ଭାତ, ରୁଟି ସବୁଥିରେ ଆପଣ ଖାଇପାରିବେ, ବହୁତ ହି ସ୍ୱାଦିଷ୍ଟ ଲାଗିଥାଏ। ତ ନିହାତି ଭାବେ ଏଇ ୱେରେ ବନାନ୍ତୁ ଆଉ ନିଜେ ଖାଆନ୍ତୁ, ନିଜ ପରିବାରକୁ ଖୁଆନ୍ତୁ। ଆଉ ଆପଣମାନେ ମୋ ଭିଡିଓକୁ କୋଉ ଜାଗାରୁ ଦେଖୁଛନ୍ତି ନିହାତି ଭାବେ କମେଣ୍ଟ ସେକ୍ସନରେ ଲେଖିବେ, ମତେ ବହୁତ ହି ଭଲ ଲାଗିବ। ଆଉ ଯଦି କିଛି ନୂଆ ରେସିପି ଦେଖିବାକୁ ଚାହୁଁଛନ୍ତି କମେଣ୍ଟ ସେକ୍ସନରେ ଲେଖିପାରିବେ, ମୁଁ ନିହାତି ଆଣିବାକୁ ଚେଷ୍ଟା କରିବି। ଆଉ ଯଦି ମୋର ଏଇ ଛୋଟ ଛୋଟ ରେସିପି ଆପଣମାନଙ୍କୁ ଭଲ ଲାଗୁଥାଏ ନିହାତି ଭାବେ ଗୋଟେ ଲାଇକ୍ କରିବେ, ସେୟାର କରିବାକୁ ଜମା ବି ଭୁଲିବେନି। ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିନେବେ, ସାଇଡରେ ବେଲ ଆଇକନକୁ ପ୍ରେସ କରିବେ, ତା ଦ୍ୱାରା ଆପଣମାନେ ମୋର ଏମିତି ଭଲ ଭଲ ରେସିପି ଗୁଡ଼ିକ ପ୍ରଥମେ ଦେଖିପାରିବେ। ଆମର ଇନଷ୍ଟାଗ୍ରାମ ପେଜ, ଫେସବୁକ ପେଜକୁ ନିହାତି ଭାବେ ଫଲୋ କରିନେବେ, ସେଠି ମଧ୍ୟ ମୁଁ ଆପଣମାନଙ୍କ ପାଇଁ ବହୁତ ହି ବଢିଆ ବଢିଆ ଜିନିଷ ପୋଷ୍ଟ କରିଥାଏ। ତ ଆଗକୁ ମୁଁ ଏମିତି ବହୁତ ହି ବଢିଆ ବଢିଆ ରେସିପିସ୍ ନେଇକି ଆସିବି। ତ ଆଜି ପାଇଁ ଏତିକି, ବାଏ ବାଏ।